ଥରେ ବାଦଲ ମାନେ ଧର୍ମଘଟ କଲେ ଏବଂ ଘୋଷଣା କଲେ ଯେ ସେମାନେ ଆଗାମୀ 10 ବର୍ଷ ପର୍ଯ୍ୟନ୍ତ ବର୍ଷା କରିବେ ନାହିଁ। ଏହା ଶୁଣି ସବୁ ଚାଷୀମାନେ ନିରାଶ ହୋଇଗଲେ ଏବଂ ଚାଷ କାମ ବନ୍ଦ କରି ନିଜର ସମସ୍ତ ଯନ୍ତ୍ରପାତି ପ୍ୟାକ୍ କରି ରଖିଦେଲେ। କିନ୍ତୁ ସେମାନଙ୍କ ମଧ୍ୟରେ ଜଣେ ଚାଷୀ ଏମିତି ଥିଲେ ଯିଏ ବର୍ଷାକୁ ଅପେକ୍ଷା ନ କରି ପ୍ରତିଦିନ ନିଜ କ୍ଷେତରେ ହଳ କରୁଥିଲେ। ଦିନେ ବାଦଲ ମାନେ ତାଙ୍କୁ ଦେଖିଲେ ଏବଂ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଆରେ ଭାଇ, ଆମେ ତ 10 ବର୍ଷ ଯାଏ ବର୍ଷା କରିବୁନି ବୋଲି କହିସାରିଛୁ, ତଥାପି ତୁମେ କାହିଁକି ପ୍ରତିଦିନ ହଳ କରୁଛ? ଚାଷୀ ଜଣକ ଉତ୍ତର ଦେଲେ, ମୁଁ ଏଥିପାଇଁ ହଳ କରୁଛି ଯେମିତି 10 ବର୍ଷ ପରେ ମୁଁ କାଳେ ହଳ କରିବା ଭୁଲି ନଯାଏ। ଚାଷୀଙ୍କର ଏହି କଥା ଶୁଣି ବାଦଲ ମାନେ ବି ଡରିଗଲେ ଯେ ଯଦି ସେମାନେ ମଧ୍ୟ 10 ବର୍ଷ ଯାଏ ବର୍ଷା ନ କରନ୍ତି ତେବେ ହୁଏତ ସେମାନେ ବି ବର୍ଷା କରିବା ଭୁଲିଯିବେ। ତେଣୁ ସେମାନେ ତୁରନ୍ତ ବର୍ଷା କରିବାକୁ ଲାଗିଲେ। ପରିଣାମ ସ୍ୱରୂପ ଯେଉଁ ଚାଷୀ ଜଣକ ପରିଶ୍ରମ ଜାରି ରଖିଥିଲେ ତାଙ୍କ କ୍ଷେତ ହସି ଉଠିଲା, କିନ୍ତୁ ଯେଉଁମାନେ ବର୍ଷାକୁ ଅପେକ୍ଷା କରି ବସିଥିଲେ ସେମାନେ କେବଳ ହାତମଳି ରହିଗଲେ। ସଫଳତା ସେହିମାନଙ୍କୁ ମିଳେ ଯେଉଁମାନେ ବିପରୀତ ପରିସ୍ଥିତିରେ ମଧ୍ୟ ପରିଶ୍ରମ କରିବା ଛାଡ଼ନ୍ତି